ଡିରେକ୍ଟର ଦୀପକ ନାୟକ ଆଉ ଏବେ ତାଙ୍କ ହାତରେ ପଡିଛି ହାତ। ଦୀପକ କଣ ହେଲା କଣ ହେଲା ଆଜି ପୁଣି ଆରେଷ୍ଟ କରୁଛନ୍ତି କଣ କରିବେ ଧର୍ମ ପାଇଁ ଲଢିଲା ବେଳକୁ ଏମିତି ହଉଛି ଭାଇ ପୁଣି ଆଉ ଥରେ ମୁଁ କିଛି ପୁଣି କରିନି ଆପଣ କାହାକୁ ରୋଷ୍ଟିଂ କରିଛନ୍ତି ନା କଣ ନା ରୋଷ୍ଟିଂ କରିନି ଆଜ୍ଞା ମୁଁ କିଛି କହିନି ମତେ ଧର ଏମିତି ନେଇକି ଯାଉଛନ୍ତି ବାର ବାର ଆରେଷ୍ଟ କରୁଛନ୍ତି କିଛି ନ କରିକି ଆପଣ ପୁଣି କାହାକୁ ରୋଷ୍ଟିଂ କରିଥିବେ ହଁ ଭାଇ ମୁଁ ରୋଷ୍ଟିଂ କରିଥିଲି ଭାଇ ଆରେ କାହିଁକି ମତେ ଟାଣି ଟାଣି ତମେ ନେଇକି ଆସୁଛ ରେ ମୁଁ ମନା କରିଥିଲି ମୁଁ ଜବ୍ ଫବ୍ କରିବା ପାଇଁ ମୋର ଇଚ୍ଛା ନାହିଁ ତମେ ବାର ବାର ଆଣିକି ମତେ ଦେଖୁଛନ୍ତି କୋଉ ଭଳିଆ ସିଚୁଏସନ ମୋର ଜବ୍ କଥା ଆଜ୍ଞା ଟିକେ ଇଚ୍ଛା ନାହିଁ ହଁ ଆଜ୍ଞା ଏ କଥାଟା ପୁରା ବହୁତ ସତ ଆପଣ ଯଦି 3 ମାସର ଗୋଟେ କୋର୍ସ କରୁଛନ୍ତି ଆପଣଙ୍କୁ ପୁରା ଜବ୍ ମାରି ମାରିକି ଆପଣଙ୍କୁ ଜବ୍ ଅଛି ଏଟା ହଉଛି ଭୁବନେଶ୍ୱର କଳିଙ୍ଗ ନଗର ନ୍ୟାସନାଲ ଫାୟାର ସେଫ୍ଟି ରେସ୍କ୍ୟୁରେ ଆପଣ ମାନେ କୌଣସି ପ୍ରକାର ଇସ୍ୟୁ ନାହିଁ ଭାଇ ଆପଣଙ୍କ ଘରଟା ଭାଇ କୋଉଠି ଅନୁଗୁଳ ଆପଣ 3 ମାସ କୋର୍ସ କରିକି ଆପଣ ଯୋଉ ସିଓ ଅଛନ୍ତି ଆପଣ ପୁରା ଏଇ ମାନେ ଓଡିଶାରେ ଆପଣଙ୍କୁ ଜବ୍ ଦେଇଦେବେ ବୋଲି ପୁରା କହିଛନ୍ତି ଭାଇ ଆପଣଙ୍କ ଘର କୋଉଠି ନୟାଗଡ଼ ଇଏ ଯୋଉ ଅଛି 3 ମାସ କୋର୍ସ ଏ ବିଷୟରେ ଆପଣ ଜାଣିଲେ କେମିତି ମୁଁ ଗୋଟେ ଭିଡ଼ିଓରେ ଦେଖିଥିଲି ନ୍ୟାସନାଲ ଫାୟାର ସେଫ୍ଟି ରେସ୍କ୍ୟୁ କଲେଜ ଆମ ସାର୍ ଯିଏ ସେ ମୋତେ ବି କହିଲେ ଆସିକି ଏଠି କୋର୍ସ କରିବାକୁ ମୁଁ ବାହାରକୁ ଯିବାକୁ ଚାହୁଁଥିଲି ସାର୍ କହିଲେ କି ଓଡ଼ିଶା ଭିତରେ ମେଡ଼ିକାଲ କୋଉଠି ଦେଖିକି ଜବ୍ ଦେବେ ପୁରା ଜବ୍ ଗ୍ୟାରେଣ୍ଟି ଅଛି ତ ଆଜ୍ଞା ପୁରା ଗ୍ୟାରେଣ୍ଟି ସାର୍ କହିଛନ୍ତି 100% ଗ୍ୟାରେଣ୍ଟି ଯଦି 100% ଗ୍ୟାରେଣ୍ଟି ଅଛି ଆପଣ ମାନେ କଣ ପାଇଁ ଯୋଉଠି ବାହାର ରାଜ୍ୟକୁ ଯିବା ଅପେକ୍ଷା ଆପଣ ମାତ୍ର ଗୋଟେ 3 ମାସ କୋର୍ସ କରିଦିଅନ୍ତୁ ଆପଣ ଏଇ ଓଡ଼ିଶାରେ ରହିକି ମଧ୍ୟ 30-40 ହଜାର ଟଙ୍କା ବି ଦରମା ପାଇପାରିବେ ଭାଇ ଆପଣଙ୍କ ଘରଟା ଅନୁଗୁଳ ଆଉ ଆପଣଙ୍କୁ ଏଇ ବୁଦ୍ଧିଟା ଦେଲା କି ଏମିତି ଆସିକି ଏମିତି କୋର୍ସଟା କଲେ ଏମିତି ହବ ବୋଲି ସୋସିଆଲ ମିଡ଼ିଆରେ ଦେଖିଲି ତାପରେ ଆସିକି ଅଫିସରେ ଭିଜିଟ୍ କରିକି ଯାଇଥିଲି କେତେ ଦିନ ହେଲାଣି ଆସିବାର 2 ମାସ 2 ମାସ ହେଲାଣି ଆଉ ଗୋଟେ ମାସ ପରେ ଆପଣଙ୍କ ଜବ୍ ଲାଗିଯିବ ବୋଲି ପୁରା ଫାଇନାଲ ହେଇ ତ ଆଜ୍ଞା ଭାଇ ଆପଣଙ୍କ ଘରଟା ନୟାଗଡ଼ ଆପଣ ଏଇ ଯୋଉ ଜିନିଷଟା ଦେଖିଲେ ଆପଣଙ୍କୁ କିଏ ବୁଦ୍ଧି ଦେଲା କି ମୁଁ ସୋସିଆଲ ମିଡ଼ିଆରେ ସେଟା ଦେଖିଥିଲି ତାହେଲେ ସୋସିଆଲ ମିଡ଼ିଆ ଦେଖିକି ଆସୁଛନ୍ତି ଯଦି ଆପଣ ମାନେ ଦେଖୁଛନ୍ତି ସୋସିଆଲ ମିଡ଼ିଆ ଦେଖିକି ଆସୁଛନ୍ତି ଇଏ ବି ତ ସୋସିଆଲ ମିଡ଼ିଆରେ ପୋଷ୍ଟ ଆପଣ ମାନେ ଦେଖିକି ଯୋଉମାନଙ୍କର ମାନେ ଇଚ୍ଛୁକ ଅଛନ୍ତି ଆପଣ ଆସିକି କାମ କରିବେ ଘରେ ରହିକି ବି ଓଡ଼ିଶାରେ ରହିକି ବି ମଧ୍ୟ ଆପଣ ଘରେ ରହିକି ମାନେ ଫାଷ୍ଟ ଯଦି ସାଲେରୀ ଯଦି ପଚାରିବା ପାଇଁ ପଡେ ସାର୍ କେତେ କହିଥିବେ ଯଦି ଫାଷ୍ଟ ଓଡ଼ିଶା ଭିତରେ 18-19 ପଠନ୍ତୁ ତାପରେ ଅଟୋମେଟିକ ଚେଞ୍ଜିଂ ହଁ ରହିଲା ପରେ ତ ଅଟୋମେଟିକ ବଢିବ ନା ଭାଇ ଆପଣଙ୍କର ଆମର କେନ୍ଦ୍ରାପଡ଼ା ତାହେଲେ ଆମ କେନ୍ଦ୍ରାପଡ଼ା ପିଲା ଭାଇ ଇଏ ବୁଦ୍ଧି ଦେଲା କିଏ ମୁଁ ସାର୍ ବାହାରକୁ ଯିବା ପାଇଁ ଚେଷ୍ଟା କରିଥିଲି ବାହାରେ କାମ ପାଇଁ କରିଥିଲି ଆଉ ମୁଁ ଚାହିଁଲି ଯେ ଓଡ଼ିଶା ଭିତରେ ରହିବାକୁ ଚେଷ୍ଟା କରିଥିଲି କିନ୍ତୁ ଓଡ଼ିଶା ଭିତରେ ଯେତେବେଳେ ଦେଖିଲି ଭିଡ଼ିଓ ଇନଷ୍ଟା ଫେସବୁକ୍ ହ୍ୱାଟ୍ସଆପ୍ରେ ଦେଖୁଥିଲି ଆଉ ମୋତେ ଦେଖାଗଲା ଯେ ନ୍ୟାସନାଲ ଫାୟାର ସେଫ୍ଟି ଗୋଟେ 3 ମାସିଆ କୋର୍ସ କରି ଆପଣ ଜବ୍ ସୁନିଶ୍ଚିତ ଜବ୍ ପାଇପାରୁଛନ୍ତି ପୂର୍ବରୁ ବି ପିଲାଙ୍କୁ ମୁଁ ଯଦି ପିଲା ଯାଇଛନ୍ତି ତାଙ୍କୁ ବି କଣ୍ଟାକ୍ଟ କରିକି ତାଙ୍କୁ ସେମାନେ କହିଲେ ନାହିଁ 100% ପ୍ଲେସମେଣ୍ଟ ମୁଁ ସେ ପ୍ଲେସମେଣ୍ଟ ଯାଇ ଦେଖିକି ଆସିଛି ଏଠି ମୋର 2 ମାସ ହେଇଗଲାଣି କୋର୍ସ କରିବାର ଆଉ ଅଳ୍ପ ଦିନ ଭିତରେ ମୋର ପ୍ଲେସମେଣ୍ଟ ଆସିବେ ମୁଁ ଓଡ଼ିଶା ଭିତରେ ଜବ୍ କୌଣସି ପ୍ରକାର ଡାଉଟ୍ ଅଛି ଆପଣ ଦେଖିପାରୁଥିବେ ବହୁତ ଭାଇ ମାନେ ବି ମଧ୍ୟ ଜବ୍ କରୁଛନ୍ତି କିଏ କଏଦରେ ଅଛି କିଏ ବେଙ୍ଗଲୋର ଅଛି କିଏ କେତେ ଜାଗା ବି ଅଛନ୍ତି କିଏ ଦୁବାଇରେ ଅଛନ୍ତି ଏମିତି ଆଜ୍ଞା ଦୁବାଇ ବି ଅଛନ୍ତି ଦୁବାଇ ବି ଜବ୍ କରିବା ଯୋଉ ଦୁବାଇ ସବୁ ଏମିତି ଜବ୍ କରୁଛନ୍ତି ଆପଣ ମଧ୍ୟ ଜବ୍ କରିବେ ମଧ୍ୟ ପାରେ ଭାଇ ଯଦି ଗୋଟେ ନୂଆ ପିଲା ଆସିବ ତ ଖାଇବା ପିଇବା ଭୁବନେଶ୍ୱର ରହିବା ଏସବୁ ତ ହଇରାଣ ହବା ପାଇଁ ପଡିବ ତ ଆପଣଙ୍କୁ ଆପଣ ସିଏ ଯେମିତି ସୁବିଧା କିଛି ଅଛି ନା ହଁ ବହୁତ ସୁବିଧା ଅଛି ରହିବାକୁ ବଢିଆ ସୁବିଧା ଅଛି ଖାଇବାକୁ ବଢିଆ ସୁବିଧା ଅଛି